ଆଜିର ଆଲୋଚ୍ୟର ବିଷୟବସ୍ତୁ ଯେ ସମସ୍ତେ ଯେଉଁ ମାଲିକମାନେ ଡିଜେ ମାଲିକ ବା ଭାଇବ୍ରେଟର ମାଲିକମାନେ ସେମାନେ ସବୁବେଳେ ଯେଉଁ ଡିଜେ ଆଉ ଯେଉଁ ଭାଇବ୍ରେଟର ବଜାଇକି ସମସ୍ତଙ୍କ ମନରେ ଦୁଃଖ ଦେଉଛନ୍ତି, ସେମାନେ ସବୁବେଳେ ଅଭିଶାପ ମୁଣ୍ଡଉଛନ୍ତି ବୋଲି ସମସ୍ତେ କହୁଛନ୍ତି। ସମସ୍ତଙ୍କ କଥାକୁ ନେଇକି ଆଲୋଚନା ଟିକେ ଜଣାଇବା ପାଇଁ ଚାହିଁଲି ଯେ କାହିଁକି ଆଲୋଚନା କରିବା ପାଇଁ ଚାହିଁଲେ ନା ଅଭିଶାପ ପ୍ରତ୍ୟେକ ମୁହୂର୍ତ୍ତରେ ସମସ୍ତଙ୍କ ହୃଦୟ ଆଉ ଅନ୍ତରରୁ ଆସୁଛି। ଏଇଥିପାଇଁ ଯେ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରତ୍ୟେକ କର୍ମର କର୍ମଫଳ ହିଁ ଥୁଆ ହେଇଛି। ଆଜି ନହେଲେ ବି କାଲି, କାଲି ନହେଲେ ବି 5 ଦିନ ପରେ, 10 ଦିନ ପରେ, ମାସେ ପରେ, ବର୍ଷ ପରେ କି ଆର ଜନ୍ମରେ ଆପଣ ପାଆନ୍ତି ବୋଲି ଆମର ଗୋଟେ ବିଶ୍ୱାସ ଅଛି, ଯେଉଁଟାକି ବେଦଶାସ୍ତ୍ର ଗୀତ ଆଉ ଆମ ହିନ୍ଦୁ ଧର୍ମର ଯେତେ ପୁରାଣ ଶାସ୍ତ୍ର ଅଛି, ଯେତେ ଗଳ୍ପ ଅଛି, କାହାଣୀ ଅଛି, ସବୁଠାରେ ତ ଆପଣମାନେ ଶୁଣିଛନ୍ତି, ଜାଣିଛନ୍ତି। ଇଏ ବି ସତ କଥା। ମୁଁ ଯଦି ଗୋଟେ କର୍ମ କରିଛି ବା କାମଟେ କରିଛି, ତାର ଫଳଟା ନିହାତି ତା ପଛେ ପଛେ ଲାଗିକି ରହିଛି। ପ୍ରତ୍ୟେକ ସମୟରେ, ପ୍ରତ୍ୟେକ ମୁହୂର୍ତ୍ତରେ, କେଉଁ ମୁହୂର୍ତ୍ତରେ ପାଇବ କି ସେ ଅଦୃଶ୍ୟ ଜିନିଷକୁ କେହି ଦେଖିପାରେ ନାହିଁ, କିନ୍ତୁ ପାଇଲେ ଆମେ ଜାଣିପାରନ୍ତି, ନ ଜାଣିଲା ପରି ରହନ୍ତି। କିନ୍ତୁ ସମସ୍ତେ ଜାଣନ୍ତି ମୁଁ ଏ କର୍ମଟା କରିଛି ବୋଲି, କିଏ କହୁ ବା ନ କହୁ, ତାର ଫଳଟା ପାଇଛି ବୋଲି ଅନୁଭବ କରିବେ ନିଜ ଭିତରେ, ଅନ୍ତର ଭିତରେ। ଏ କହିବାର କଥା ଯେ ଏଇ ଯେଉଁ 5000 ବର୍ଷ ପୂର୍ବରୁ ଆମର ମୁନି ଋଷିଙ୍କର ଦେଶ, ମୁନି ଋଷିମାନେ ସେଇ ଗୀତା, ବେଦ, ଭାଗବତ ସବୁ ଯେଉଁଟା କହିଦେଇ ଯାଇଛନ୍ତି, ସେଇଟା ହେଉଛି ପୁରା ଅକ୍ଷରେ ଅକ୍ଷରେ ସତ୍ୟ। ଯେଉଁଟାକି ଏଇ 100-150 ବର୍ଷ କି 200 ବର୍ଷ ଭିତରେ ଆମର ଇଂଲିଶ ଜଣେ ସାଇଣ୍ଟିଷ୍ଟ ସାର୍ ଆଇଜାକ୍ ନ୍ୟୁଟନ୍ କହିଦେଇଥିଲେ। ତାଙ୍କର 3rd law of motionରେ କହିଛନ୍ତି ଏଭ୍ରି ଆକ୍ସନ୍ ହାଜ୍ ଇକ୍ୱାଲ୍ ଆଣ୍ଡ ଅପୋଜିଟ୍ ରିଆକ୍ସନ୍। ସେଇଟାକୁ ପ୍ରମାଣ କରିଛନ୍ତି ସିଏ। କେମିତି ନା ପ୍ରତ୍ୟେକ କ୍ରିୟାର ସମାନ ପ୍ରତିକ୍ରିୟା ଅଛି ବୋଲି ସମସ୍ତେ ଜାଣିଛନ୍ତି, ସେଇଟାକୁ ସେ ପ୍ରମାଣ କରିଛନ୍ତି। ସେମିତି ଏ ଯେଉଁ ଡିଜେ ବାଜିଲେ କ'ଣ ହୁଏ ନା, ଯେଉଁମାନେ ରୋଗୀ ଅଛନ୍ତି, ବୁଢ଼ାବୁଢ଼ୀ ଅଛନ୍ତି, ଶିଶୁ ଅଛନ୍ତି, ଆଉ ବିଭିନ୍ନ ପ୍ରକାର ରୋଗରେ ପଡ଼ିଥିବା ଯେଉଁମାନଙ୍କର ହାର୍ଟ ପ୍ରୋବ୍ଲେମ୍ ଅଛି, କି ଏମିତି ବି ଲୋକ ଅଛନ୍ତି ଯେଉଁ ପିଲା ଯେଉଁ ଯୁବପିଢ଼ିମାନଙ୍କ ପାଇଁ ବଜାଉଛନ୍ତି ବୋଲି କହୁଛନ୍ତି ସେ ଡିଜେ ବାଲା ସବୁ, ବା ଡିଜେ ମାଲିକମାନେ ସବୁ, ବା ଭାଇବ୍ରେଟର ମାଲିକମାନେ ସବୁ କହୁଛନ୍ତି ଯେ ଆମେ ପିଲାମାନଙ୍କୁ ଖୁସି ଦେଉଛୁ, ନାଚୁଛନ୍ତି ସେମାନେ। ନା, ସିଏ କେତେଜଣ ଖୁସିରେ ରହିବେ ବୋଲି, ବା କେତେଜଣ ମାନେ ମୁଷ୍ଟିମୟ ଅଳ୍ପ କିଛି ବି ଲୋକଙ୍କ ପାଇଁ, ଲୋକଙ୍କର ଖୁସି ପାଇଁ ଆମେ ଯଦି ଏ ସାରା ବିରାଟ ଅଞ୍ଚଳବାସୀକୁ ଆମେ ଯଦି ଦୁଃଖିତ କରିବା, ସମସ୍ତଙ୍କ ଅନ୍ତରରେ ଯଦି ଦୁଃଖ ଆଣିବା, ନିଶ୍ଚୟତଃ ତାଙ୍କ ଅନ୍ତରର ଦୁଃଖଟା ଅଭିଶାପ ହେଇକି ରହିବ ନା। କାରଣ ସେଇଟା ସେମାନେ ତ କହିପାରିବେନି, କାହାକୁ ଏକ୍ସପ୍ରେସ୍ କରିପାରିବେ ନାହିଁ, ବା ଆଜିକାଲି ଯେମିତି ପରିସ୍ଥିତି ହେଉଛି କାହାକୁ କେହି କହିପାରୁନାହାନ୍ତି। ସେଇଟା ହେଉଛି ଅଭିଶାପ ହେଇକି ଘୁରି ବୁଲୁଛି କେଉଁଠି ନା ସେମାନଙ୍କ ମଥା ଉପରେ ଘୁରି ବୁଲୁଛି। ଏଇଟା ଗୋଟେ ପାହାଡ଼ ହେଇକି ରହୁଛି, ଅଭିଶାପର ଗୋଟେ ପାହାଡ଼, ଅନ୍ତରର ଦୁଃଖଟା। ଆଉ ପିଲାମାନେ କେତେଜଣ ଖୁସି ପାଉଛନ୍ତି ଏଇ ଯେଉଁ ଡିଜେ ବଜେଇକି ନାଚୁଛନ୍ତି, ଗାଉଛନ୍ତି ନା, ସେଥିପାଇଁ ନୁହେଁ। ସମସ୍ତଙ୍କୁ ଆମେ ଦେଖିବା, ସମସ୍ତଙ୍କୁ ବଞ୍ଚେଇ ରଖିବାର ଅଧିକାର ଆମର ଅଛି, ସମସ୍ତେ ବଞ୍ଚିବାର ଅଧିକାର ଏଇଠି ଅଛି। ତେଣୁ ଆସନ୍ତୁ, ଡିଜେ ବଜେଇଲେ ଯେତିକି ବଜାଉଛନ୍ତି ଆପଣ ତାକୁ ଟିକେ ସାଉଣ୍ଡ କମ୍ କରନ୍ତୁ, ନହେଲେ ଇଏ ବେପାର ବନ୍ଦ କରିଦେବ। କାହିଁକିନା ଇଏ ବେପାରୀ, କିଛି ବିଦେଶୀ ବେପାରୀ ଏଇମାନଙ୍କ ଆମ ହିନ୍ଦୁମାନଙ୍କର ବା ଆମ ସଂସ୍କାର ସଂସ୍କୃତି, ଭାରତୀୟମାନଙ୍କର ସଂସ୍କାର ସଂସ୍କୃତି, ପୂଜା ପର୍ବପର୍ବାଣି ବିଧିକୁ ଲକ୍ଷ୍ୟ କରିକି, ଆମମାନଙ୍କର ମାନସିକର ଅବସ୍ଥା ବୁଝିକି ସେମାନେ ଏଇ ଯେଉଁ ଅଶାନ୍ତି ରଖିବା ପାଇଁ ଏ ଡିଜେ ଭାଇବ୍ରେଟର ବା ଯେତେ ସାଉଣ୍ଡ ଅଧିକ ହେଉଛି ସେଇ ଜିନିଷ ଗୁଡ଼ାକ ସେଇ ବାହାର କରିଛନ୍ତି, ସେ ଡେଭିସେସ୍ ଗୁଡ଼ାକ ସେମାନେ ବାହାର କରିକି ଛାଡ଼ିଛନ୍ତି ଆମ ହିନ୍ଦୁମାନଙ୍କୁ ବା ଆମ ଭାରତୀୟମାନଙ୍କୁ, କେମିତି ସେମାନେ ଅଶାନ୍ତିରେ ରଖିବେ। କାହିଁକିନା ଏ ଶାନ୍ତିର ଦେଶକୁ ଅଶାନ୍ତି କରିବା ପାଇଁ ହେଉଛି ତାଙ୍କର ପ୍ରୟାସ। ତେଣୁ ସେମାନଙ୍କର କଥା ବୁଝିବା, ଆଉ ସେମାନଙ୍କର ମତଲବକୁ ବୁଝିକି ଆମେ ନିଜେ କେମିତି ଶାନ୍ତିରେ ରହିବା, ନିଜ ଦେଶ କେମିତି ଶାନ୍ତିରେ ରହିବ, ନିଜ ମାତୃଭୂମିର, ମାତୃଭାଷା ଆଉ ମାତୃବାସୀମାନେ ବା ଯେଉଁ ମାତୃଭୂମିର ଅଧିବାସୀମାନେ କେମିତି ଶୃଙ୍ଖଳିତ ରହିବେ, ଭଲ ରହିବେ, ଆଉ ଖୁସିରେ ରହିବେ। ସମସ୍ତଙ୍କୁ ଖୁସିରେ ରହିଲେ ସିନା ଆମେ ଖୁସିରେ ରହିବା ନା। ତେଣୁ ସମସ୍ତଙ୍କୁ ଖୁସିରେ ରହିବା ଦାୟିତ୍ୱ ଆମର। ଆଉ ଅଧିକ କିଛି କହୁନି, ଆପଣମାନେ ବୁଝିପାରୁଥିବେ। ଏତିକି କହିଲି ବୋଲି କିଛି ଖରାପ ଭାବବାର ନାହିଁ, ଆପଣମାନେ ଖରାପ ଭାବେ ନାହିଁ, ମୋ କଥାକୁ ଅନ୍ୟଥା ନ ନେଇ
ଆପଣମାନେ ତାକୁ ସୁଧାରି ନେବେ, ନିଜକୁ ସୁଧାରି ନେବେ। ବା ବେପାର ଏ ବେପାରରେ କରୁଛନ୍ତି, ପଇସା କିଛି ଆସୁଛି ବୋଲି, ଭଲ ପଇସା ଆସୁଛି ବୋଲି ସେମିତି ଭାବିବେନି। ଅଲଗା କିଛି କରିହେବ, ଅଲଗା କିଛି ବାଟରେ ଯାଇ ଅନ୍ୟକୁ ଶାନ୍ତି ଦେଇକି ବି କିଛି କରିହେବ। ଅନ୍ୟକୁ ଅଶାନ୍ତିରେ ରଖି ବେପାର କଲେ ଆମେ ଶାନ୍ତିରେ ରହିବା ବୋଲି ସେମିତି କହିହେବ ନାହିଁ। ଯେହେତୁ ଆମେମାନେ ଜାଣିଛନ୍ତି ଯେ କର୍ମର ଫଳ, ଇଏ କର୍ମଫଳଟା ଅଦୃଶ୍ୟ, କେତେବେଳେ କାହାକୁ ମିଳିବ, କେତେବେଳେ କେଉଁଠି ଆସିକି ପହଞ୍ଚିଯିବ କହିହେବ ନାହିଁ। ତେଣୁ ଆସନ୍ତୁ ଏଇଠି ଚିନ୍ତା କରିବା, ସମସ୍ତଙ୍କୁ ସୁଖ ଶାନ୍ତି ଆନନ୍ଦ ରଖିବା। ଏତିକି କହି ମୁଁ ସମସ୍ତଙ୍କର ଆଶୀଷ କାମନା କରୁଛି। ଖରାପ ଭାବରେ କିଛି ନାହିଁ, ସମସ୍ତଙ୍କ ଭଲ ପାଇଁ, ମଙ୍ଗଳ ପାଇଁ ଯଦି ପଦେ ଅଧେ କହିଛି ତାହେଲେ କ୍ଷମା କରିବେ। ଯଦି ଖରାପ ଲାଗେ ନିଜକୁ ସୁଧାରନେ ବୋଲି ଆଶା ରହୁଛି। ନମସ୍ତେ।